ଆସିବ କ୍ୟାବିନେଟ୍। ଆଉ କ'ଣ କେଉଁଠୁ ପଇସା ଆଦାୟ କରିବେ? ମାଇନିଂରୁ ପଇସା ଆଦାୟ କରିବେ, ଡକାୟତି କରି ନେବେ। ଖାଲି ଏଇନା ଆଦାୟ ସେମାନେ ହାଁ ହାଁ ହେଇକି ଥିଲେ ଯେତେବେଳେ 7 ମାସ ଭିତରେ ରାମ୍ପି ଚାଲିଛନ୍ତି ସବୁ ବିଭାଗରେ। ଏଇଠି ଇଲେକ୍ଟ୍ରିକ୍ ବିଭାଗର ଦେଖେଇଲି ମୁଁ 525 କେ 959 ଟଙ୍କା ଏଇନା ଆଦାୟ କରିବେ ସ୍ମାର୍ଟ ମିଟରରେ। ଲଜ୍ଜା ଲାଗୁନି? ଇଏ କହିଥିଲେ 300 ୟୁନିଟ୍ ମାଗଣା ଦେବୁ ଆମେ। ତମେ ଜାତକରେ ଦେଇପାରିବ? ମୋହନ ମାଝୀ ତମେ ତ କ୍ଷୁଦ୍ର ଲୋକଟିଏ, ଛୋଟିଆ ଲୋକଟିଏ, ସାଧାରଣ ଲୋକଟିଏ। ମୋଦିକୁ ମୁଁ ପଚାରୁଛି ଦେଇପାରିବୁ? ମୋଦି ଡକାୟତ କରି ଲୁଟ୍ କରିବାରେ ଲାଗିଛୁ। ଖାଲି ବନ୍ଦର ବିକ୍ରି, ଗୋପାଳପୁର ବନ୍ଦର ଗଲା, ମାଇନିଂ ଗଲା, ବକ୍ସାଇଟ୍ ନେବା ପାଇଁ ଷଡ଼ଯନ୍ତ୍ର, କ୍ରୋମ୍ ଗଲା, ସବୁ ବିକ୍ରି କଲୁ। ନରେନ୍ଦ୍ର ମୋଦି ସମୟକୁ ଅପେକ୍ଷା କରେ। ନିରୀହ ମୋହନ ମାଝୀଟି ଭଦ୍ର ଲୋକଟିଏ, ଭଦ୍ର ପିଲାଟିଏ, ତାକୁ ଡୁବେଇ ଦେଲ। ଆଜ୍ଞା ଏମାନେ ଗୋଟେ ପ୍ରକାର ଲାଇଟ୍ ଲଗେଇକି ରାଜଧାନୀ ସାଜସଜା କରିକି ଇଲେକ୍ଟ୍ରିକ୍ ନଷ୍ଟ କରୁଛନ୍ତି ଦିନ ରାତି, କିନ୍ତୁ ଲୋକଙ୍କ ଉପରେ ଯୋଉ ବିଡ଼ମ୍ବନା ଦଉଛନ୍ତି କେମିତି? ଲୋକଙ୍କ ଉପରେ ଯୋଉ ବୋଝ, ଏଇପରା ବୋଝ 525 ଟଙ୍କା ଥିଲା ମିଟର, ଏ ଯୋଉ କରିଛି ସ୍ମାର୍ଟ ମିଟର 959 ଟଙ୍କା। ଭୁବନେଶ୍ୱର ସୌନ୍ଦର୍ଯ୍ୟକରଣ, ଏ ଯୋଉ ପ୍ରାଇମ ମିନିଷ୍ଟର ଅଲାଜୁକ, ପ୍ରାଇମ ମିନିଷ୍ଟର ନରେନ୍ଦ୍ର ମୋଦି ଅଲାଜୁକ। କେତେ ଥର ଓଡ଼ିଶା ଆସୁବେ? ଆରେ କେତେ ଥର ଆସୁବେ? ଭୋଟ ପୂର୍ବରୁ 4 ଥର ଆଇଲୁ, ରୋଡ୍ ଶୋ କଲୁ, ଟଙ୍କା ବାଣ୍ଟିଲୁ। ପ୍ରାଇମ ମିନିଷ୍ଟର ହେଇ ଓଥ ନେଲା ପରେ 5 ଥର ଫେର ଆସିବୁ 28ରେ। କ'ଣ ଦେଇଛୁ ଓଡ଼ିଶା ପାଇଁ? ଦେଲୁ ଆନ୍ଧ୍ର 72,000 କୋଟି ଟଙ୍କା ସ୍ପେଶାଲ ପ୍ୟାକେଜ ଦେଲୁ। ବିହାର ନୀତିଶ 13ଟା MP, 14ଟା MP, ଆମେ 20 MP ଦେଇଛୁ। କ'ଣ ଦେଇଛୁ? ଓଡ଼ିଶା ଗରିବ ଲୋକଙ୍କର ଯୋଉ ଟାକ୍ସ ପଇସା ଖାଲି କଲର ହେଉଛି, ଲାଇଟ୍ ହେଉଛି, ସଜିଆ ହେଉଛି, ଖାଲି ପୁଲିସ ପିଲାଙ୍କ ଖର୍ଚ୍ଚରେ ପଇସା ଯାଉଛି। ବାରମ୍ବାର ଆସୁଛୁ ଓଡ଼ିଶା, ଲଜ୍ଜା ଲାଗୁନୁ? କ'ଣ ଦେଇଛୁ? ଆମେ ଗୋଟେ ଅନୁରୋଧ କଲୁ ଓଡ଼ିଶାବାସୀଙ୍କ ତରଫରୁ। ଛତିଶଗଡ଼ ମହାନଦୀ ପାଣି ବନ୍ଧ ପକେଇ ରଖିଦେଲା। ତଳେ ଗୋଟେ ବନ୍ଧ ପକେଇ ଯୋଉ ପାଣିଟା ସମୁଦ୍ରରେ ନଷ୍ଟ ହେଉଛି, 20,000 କୋଟି ଟଙ୍କା ଖର୍ଚ୍ଚ ହେବ। ସେତିକି ଦେଇପାରୁନୁ? ପେଡ଼ିରୁ ଦେଉଛୁ? ନା ତୋ ବାପା ଯୋଉ ଚା ବିକ୍ରିକୁ ପଇସା ରଖିଥିଲା ସେଇ ପଇସା ଦେଉଛୁ? ଭାରତ ଜନସାଧାରଣଙ୍କ ପଇସା, ଓଡ଼ିଶାର ହକ୍, ମାଇନିଂ, କ୍ରୋମ୍, ବକ୍ସାଇଟ୍, ଅଭ୍ର ପଇସା, କୋଇଲା ପଇସା 20,000 କୋଟି ଟଙ୍କା ଦେଇଦେଲେ ମହାନଦୀ ତଳେ ଗୋଟେ ବନ୍ଧ ହେଇଯିବ। ଆଜି ବାହାରେ ଶୁଖିଲା, କାର୍ଜୋଡ଼ି ଶୁଖିଲା, ବୈତରଣୀ ଶୁଖିଲା, ଦୟା ଶୁଖିଲା, ଗଙ୍ଗୁଆ ଶୁଖିଲା। ଆମେ ଚାଷ କରି ବଞ୍ଚନ୍ତୁ। ଅଲାଜୁକ ପ୍ରାଇମ ମିନିଷ୍ଟର, ଖାଲି ଓଡ଼ିଶା ଦୌଡ଼ିଛୁ, ଫେର 28ରେ ଆସିବୁ। ଏଡ଼େ ଅଲାଜୁକ ଲୋକ ତୁ। ତୋ ପାଇଁ ଶୁଣ, ଭାରତ ଲଜ୍ଜିତ ଭାଇମାନେ, ଓଡ଼ିଶାବାସୀ, ଭାରତବାସୀ, 140 କୋଟି ଲୋକ ଭାରତବର୍ଷର। ତାର ପ୍ରତିନିଧି ହେଉଛି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ। ଟ୍ରମ୍ପ ଶପଥ ନେଲା ପରଦିନ ଇଏ ଅଲାଜୁକୁ ଡାକିଲାନି? 72ଟା ଦେଶର ପ୍ରତିନିଧି ଆସିଥିଲେ, ଚାଇନା ବି ଆସିଛି। ଅଥଚ ଆମ ଭାରତର ପ୍ରଧାନମନ୍ତ୍ରୀକି ଡକରା ନାହିଁ। ଗୋଟେ ଗୁଞ୍ଜି ହେଇଯାଇଛି ଫରେନ୍ ମିନିଷ୍ଟର। ସେ ଲାଇନ ପଛପଟେ ବହିଛି, ଗାନ୍ଧୀ ପଛପଟେ ବହିଛି। ଲଜ୍ଜା? ଏତେ ବଡ଼ ଦେଶ, 140 ବର୍ଷର ଦେଶ, 140 କୋଟିର ଲୋକ, ତାର ପ୍ରାଇମ ମିନିଷ୍ଟର ଏଇଟା ଏଡ଼େ ଅଲାଜୁକ। କହୁଥିଲା ମୁଁ ୱାର୍ଲଡରେ ନମ୍ବର 1। ହଁ, ତୋତେ ପିଅନ ଚକ୍ଷୁରେ ଦେଖିଲେନି ଆମେରିକା? ଟ୍ରମ୍ପ? ଲଜ୍ଜା? ଭାରତକୁ ଲଜ୍ଜା